ନମସ୍କାର ବନ୍ଧୁମାନେ ସଫଳ ବ୍ୟକ୍ତି ହେବା ପାଇଁ ନିଜେ ହିଁ ଆଗକୁ ବଢ଼ିବାକୁ ପଡ଼ିଥାଏ। ନହେଲେ ଦୁନିଆ ତ ଆପଣଙ୍କର ପଛରେ ସେତେବେଳେ ଆସିଥାଏ ଯେତେବେଳେ ଆପଣ ସଫଳ ହେବାକୁ ଲାଗିଥାନ୍ତି। ତା ପୂର୍ବରୁ କେହି ବି ଆସିନଥାନ୍ତି। ବନ୍ଧୁମାନେ, ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ କୁମ୍ଭ ରାଶି ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜି ଆମେ ଜାଣିବା କୁମ୍ଭ ରାଶି 2025 ସେପ୍ଟେମ୍ବର ମାସଟି କେମିତି ରହିବ। କୁମ୍ଭ ରାଶିର ମାସିକ ରାଶିଫଳ ଉପରେ ଆଲୋଚନା କରିବା। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କର ସେପ୍ଟେମ୍ବର ମାସଟି କେମିତି ରହିବ, ସମ୍ପୂର୍ଣ୍ଣ ଭାବରେ ଆମେ ସେହି ବିଷୟରେ ଆଲୋଚନା କରିବା। ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାରରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କି ପ୍ରକାରର ଫଳ ଦେବାରେ ସକ୍ଷମ ହେବେ। ଶେଷରେ ଅଶୁଭତା ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏହି କାର୍ଯ୍ୟକ୍ରମ, ଯାହାକି ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ସେପ୍ଟେମ୍ବର ମାସ ଆରମ୍ଭରେ କୁମ୍ଭ ରାଶିର ନବଗ୍ରହଙ୍କର ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ମନରୁ ଭକ୍ତି କରୁଥିଲେ କିମ୍ବା ଈଶ୍ୱରକୁ ବିଶ୍ୱାସ କରୁଥିଲେ, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ, ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ସର୍ବପ୍ରଥମେ ଜାଣିବା ଏହି ସେପ୍ଟେମ୍ବର ମାସ କୁମ୍ଭ ରାଶିର ନବଗ୍ରହର ସ୍ଥିତି କିପରି ରହିବ। ଯେବେ ସେପ୍ଟେମ୍ବର ମାସ ଆରମ୍ଭ ହେବ, କୁମ୍ଭ ରାଶିରେ ନବଗ୍ରହଙ୍କର ସ୍ଥିତି କିଛି ଏହି ପ୍ରକାର ରହିବ। ଦେଖନ୍ତୁ, ରାଶି ଚକ୍ରର ଏକାଦଶ ରାଶି ହେଉଛି କୁମ୍ଭ ରାଶି ଏବଂ ଆପଣଙ୍କର ରାଶିର ଅଧିପତି ହେଉଛନ୍ତି ଶନିଦେବ ଏବଂ ଶନିଦେବ ଆପଣଙ୍କର ଦ୍ୱିତୀୟ ଭାଗରେ ବିରାଜମାନ ଅଛନ୍ତି। ଆପଣଙ୍କର ପ୍ରଥମ ଭାବରେ ରାହୁ ବିରାଜମାନ ଅଛନ୍ତି। ଆପଣଙ୍କର ପଞ୍ଚମ ଭାବରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଷଷ୍ଠରେ ଶୁକ୍ର ଏବଂ ସପ୍ତମ ଭାବରେ ସୂର୍ଯ୍ୟ, ବୁଧ ଏବଂ କେତୁ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ଅଷ୍ଟମ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି। ଧ୍ୟାନ ଦେଇ ଶୁଣନ୍ତୁ। ସବୁଠୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ ବିଷୟରେ। ଏହି ସେପ୍ଟେମ୍ବର ମାସରେ 2025ରେ ବନ୍ଧୁମାନେ ପ୍ରଥମେ ଭାବ ହୋଇଥିଲେ ଆପଣଙ୍କର ସ୍ୱାସ୍ଥ୍ୟର ଭାବ ଏବଂ ପ୍ରଥମ ଭାବ ଅଧିପତି ଶନିଦେବ ଆପଣଙ୍କର ଦ୍ୱିତୀୟ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ସେପ୍ଟେମ୍ବର ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। କାହିଁକି ନା ଆପଣଙ୍କର ରାଶି ଶନିଙ୍କର 7.5ର ଅନ୍ତିମ ଚରଣ ଚାଲୁଅଛି, ମାନେ 7.5ର ସରିବାକୁ ଯାଉଅଛି। ତ ଆପଣ ସ୍ୱାସ୍ଥ୍ୟ ବି ଅବଶ୍ୟ ଭଲ ରହିବ। କିନ୍ତୁ ମଙ୍ଗଳ ଅଷ୍ଟମରେ ଥିବାରୁ ଶୁକ୍ର ଆପଣଙ୍କର ଅଷ୍ଟମରେ ଥିବା ହେତୁ ଆପଣଙ୍କର ଯଦି କୌଣସି ଜାଗାକୁ ବାହାରକୁ ବୁଲିବାକୁ ଯାଉଛନ୍ତି, ତେବେ ଆପଣ ଟିକେ ଆପଣଙ୍କର ଖାଦ୍ୟ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଆପଣଙ୍କର ଟିକେ ପାଦରେ ଆଘାତ ଲାଗିପାରେ, ପେଟ ସମସ୍ୟା କିଛି ଦେଖା ଦେଇପାରେ, ତା ପ୍ରତି ଆପଣ ଟିକେ ବିଶେଷ ଧ୍ୟାନ ଦେବେ। ମୋଟାମୋଟି ଦେଖିବାକୁ ଗଲେ ଏହି ସେପ୍ଟେମ୍ବର ମାସରେ ଆପଣଙ୍କର କିଛି ବଡ଼ ସମସ୍ୟା ସ୍ୱାସ୍ଥ୍ୟ ପ୍ରତି ନାହିଁ। ତାପରେ ଆମେ ଦେଖିବା ଆପଣଙ୍କର ଶିକ୍ଷା କ୍ଷେତ୍ରରେ କିପରି ରହିବ। ଏହି ସେପ୍ଟେମ୍ବର ମାସରେ 2025 ବନ୍ଧୁମାନେ ପଞ୍ଚମ ଭାବରେ ହୋଇଥିଲେ ଆପଣଙ୍କର ଶିକ୍ଷା କ୍ଷେତ୍ର ଭାବ ଏବଂ ପଞ୍ଚମ ଭାବର ଅଧିପତି ହେଉଛନ୍ତି ବୁଧ ଏବଂ ବୁଧ ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ବନ୍ଧୁମାନେ ଦେଖନ୍ତୁ, ଏହି ମାସରେ ଆପଣଙ୍କର ପାଠପଢ଼ା ସ୍ଥିତି ଭଲ ଅଛି। ଖାସ୍ କରି 15-16 ସେପ୍ଟେମ୍ବର ପରେ ଯେତେବେଳେ ବୁଧ ତାଙ୍କର ସ୍ୱରାଶିକୁ ଚଳନ କରିବେ ଏବଂ ଉଚ୍ଚସ୍ୱ ହେବେ, ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ଅଧିକ ଭଲ ରହିବ।
ଦେଖନ୍ତୁ ଏହି ମାସରେ ବୁଧ ଆପଣଙ୍କର ଅଷ୍ଟମକୁ ଚଳନ କରିବେ। ମଙ୍ଗଳ ଅଷ୍ଟମରେ ଅଛନ୍ତି ଏବଂ ଶୁକ୍ର ଯିଏକି ଭଲ ପାଇବାର କାରକ ଗ୍ରହ ସିଏ ମଧ୍ୟ ଅଷ୍ଟମରେ ଅଛନ୍ତି ଏବଂ ଆପଣଙ୍କର ଲଗ୍ନରେ ରାହୁ ବିରାଜମାନ ଅଛନ୍ତି। ଏହି ମାସରେ ଆପଣଙ୍କର ପ୍ରେମ ଜୀବନରେ 30ରୁ 40% ସମସ୍ୟା ଦେଖା ଦେଇପାରେ। ଆପଣଙ୍କର ଭିତରେ କ୍ରୋଧ ଦେଖା ଦେଇପାରେ। କ୍ରୋଧରେ ପଡ଼ି ଆପଣ ଆପଣଙ୍କର ପାର୍ଟନରକୁ ଏମିତି କିଛି କଥା କହିଦେଇ ପାରନ୍ତି ଯାହାଫଳରେ ଆପଣଙ୍କର ପ୍ରେମ ଜୀବନକୁ ସମସ୍ୟା ଦେଖା ଦେଇପାରେ। ଏହା ସହିତ ମଙ୍ଗଳ ମଧ୍ୟ ଆପଣଙ୍କର ଦ୍ୱିତୀୟ ଭାବକୁ ଦୃଷ୍ଟି ଦେଉଛନ୍ତି, ମାନେ ଆପଣଙ୍କର ବାଣୀ ଉପରେ କଣ୍ଟ୍ରୋଲ ନ ରହିପାରେ। ସୂର୍ଯ୍ୟ ମଧ୍ୟ ଆପଣଙ୍କର ପ୍ରଥମ ଭାବକୁ ଦୃଷ୍ଟି ଦେଉଛନ୍ତି। ଆପଣଙ୍କର ଭିତରେ ଅହଙ୍କାର ଦେଖା ଦେଇପାରେ ଯାହାଫଳରେ ଆପଣ ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। କିନ୍ତୁ 14-15 ସେପ୍ଟେମ୍ବର ପରେ ଶୁକ୍ର ଯେତେବେଳେ ସପ୍ତମକୁ ଚଳନ କରିବେ, ବୁଧ ଉଚ୍ଚସ୍ୱ ହେବେ। ଏହାପରେ ଆପଣଙ୍କ ପ୍ରେମ ଜୀବନରେ ଯାହା ବି ସମସ୍ୟା ଚାଲୁଥିଲା ତାହା ଦୂର ହେବ ଏବଂ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ। ଏହି ସେପ୍ଟେମ୍ବର ମାସରେ ବନ୍ଧୁମାନେ ସପ୍ତମ ଭାବରେ ହୋଇଥିଲେ ଆପଣଙ୍କର ବୈବାହିକ ଭାବ ଏବଂ ସପ୍ତମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ଆପଣଙ୍କର ସପ୍ତମ ଭାବରେ ହିଁ ବିରାଜମାନ କରିବେ। ଦେଖନ୍ତୁ ଏହି ସେପ୍ଟେମ୍ବର 17 ପର୍ଯ୍ୟନ୍ତ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବ, କାହିଁକିନା ସୂର୍ଯ୍ୟ ଆପଣଙ୍କ କେନ୍ଦ୍ରରେ ନିଜର ସ୍ୱରାଶିରେ ବିରାଜମାନ ଅଛନ୍ତି। କିନ୍ତୁ 17 ସେପ୍ଟେମ୍ବର ପରେ ସୂର୍ଯ୍ୟ ଯେତେବେଳେ ଷଷ୍ଠକୁ ବିରାଜମାନ କରିବେ ତ ଆପଣଙ୍କର ବୈବାହିକ ଜୀବନରେ ଟିକେ ସମସ୍ୟା ଦେଖା ଦେଇପାରେ, କିଛି ଅପ୍ ଡାଉନ୍ ଦେଖା ଦେଇପାରେ। ଏବେ ଜାଣିବା ଆପଣଙ୍କ କ୍ୟାରିୟର ବିଷୟରେ। ବନ୍ଧୁମାନେ ନବମ ଭାବ ହୋଇଥାଏ ଆପଣଙ୍କର କ୍ୟାରିୟର ଭାବ। ଆପଣଙ୍କର କ୍ୟାରିୟରର ଅଧିପତି ହେଉଛନ୍ତି ଶୁକ୍ର ଏବଂ ଶୁକ୍ର ଆପଣଙ୍କର ଷଷ୍ଠରେ ବିରାଜମାନ ଅଛନ୍ତି। 15 ସେପ୍ଟେମ୍ବର ପରେ ଯେତେବେଳେ ଶୁକ୍ର ଆପଣଙ୍କର କେନ୍ଦ୍ରକୁ ଆସିବେ, ସପ୍ତମକୁ ଆସିବେ, ଆପଣଙ୍କର ରାଶିକୁ ଦୃଷ୍ଟି ଦେବେ ଏବଂ ବୁଧ ଉଚ୍ଚସ୍ୱ ହେବେ, ତ ଏହାପରେ ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ। ଭାଗ୍ୟ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିବ କିମ୍ବା ସଫଳ ହେବେ। ବନ୍ଧୁମାନେ ଏହି ମାସ 17-18 ସେପ୍ଟେମ୍ବର ପରେ ଆପଣଙ୍କର ବ୍ୟାପାର ବାଣିଜ୍ୟରେ ମଧ୍ୟ ଭଲ ଉନ୍ନତି କରିବେ। ଆପଣଙ୍କର ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ। ଏହି ମାସରେ ପୂର୍ବ ଅପେକ୍ଷା ଏହି ମାସରେ ବହୁତ ଉନ୍ନତି କରିବେ। ଚାକିରି କ୍ଷେତ୍ରରେ ମଧ୍ୟ ସଫଳ ହେବେ କିମ୍ବା ଉନ୍ନତି କରିବେ। ତ ବନ୍ଧୁମାନେ ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ, ଜୟ ଶନିଦେବ ଅବଶ୍ୟ ଲେଖିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ।